ବାଟରେ ଘାଟରେ ବଜାରରେ ଗ୍ୟାସ୍ ମିଳିବ ନାହିଁ। ଦେଖନ୍ତୁ କଳା ବଜାରକୁ ଆମେ ଦୃଢ଼ ହସ୍ତରେ ଦମନ କରୁଛୁ। କେଉଁଠି ବି କଳା ବଜାର ଆମେ କରେଇ ଦେଉନା। ଗ୍ୟାସ୍ ଠିକ୍ ଭାବରେ ମିଳୁଛି, ସଫିସିଏଣ୍ଟ ମିଳୁଛି। ଆମର ଯେଉଁ ନିୟମ ଅଛି ଅର୍ବାନ୍ ଅଞ୍ଚଳରେ 25 ଦିନ ଭିତରେ ମିଳିବ ଏବଂ ଗ୍ରାମୀଣ ଅଞ୍ଚଳରେ 45 ଦିନରେ ମିଳିବ, ସେଇଟା ମିଳୁଛି। କିନ୍ତୁ ଯେମିତି ଖୋଲା ବିକା ହେଉଥିଲା ଆଗରୁ ସେମିତି ମିଳିବ ନାହିଁ। ଆମେ ଇକ୍ୱାଇସି ବି କରିବାକୁ କହିଦିଆହେଇଛି, ଅର୍ଥାତ୍ ଯାହା ନାଁରେ ଗ୍ୟାସ୍ ସେହି କେବଳ ବ୍ୟବହାର କରିବ। ଆଉ ବାଟରେ ଘାଟରେ ବଜାରରେ ଗ୍ୟାସ୍ ମିଳିବ ନାହିଁ। କେବଳ ଯେଉଁମାନେ ବୁକିଂ କରିବେ ତାଙ୍କର ଇକ୍ୱାଇସି ଥିବ ସେଇମାନେ ହିଁ ଗ୍ୟାସ୍ ଦେବେ। ପୁରା ବନ୍ଦ। ଖୋଲା ମାର୍କେଟରେ କେହି ଆଉ ଗ୍ୟାସ୍ ବିକିପାରିବେ ନାହିଁ। କେବଳ ଏଜେନ୍ସି ବାଲା ବିକିବେ, ଯିଏ ଲାଇସେନ୍ସ ପ୍ରାପ୍ତ ସେ ବିକିବେ। କିନ୍ତୁ ଏଥିରେ ଇକ୍ୱାଇସି ହେଇଥିବ, ଯେଉଁ ଯାହା ନାଁରେ ଗ୍ୟାସ୍ଟା ଥିବ କେବଳ ସେଇ ନେଇପାରିବ। ସେଟା ତ ଇଲିଗାଲ, ସେଇଟା ଇଲିଗାଲ ବିକ୍ରି ହେଉଥିଲା। ସେଗୁଡ଼ା ଆଜିଠୁ ବିକ୍ରି ବନ୍ଦ ହେଇଗଲା। ନିର୍ଦ୍ଦେଶ ଦିଆହେଇଛି କୌଣସି ଇଲିଗାଲ ଗ୍ୟାସ୍ କାରବାର କେହି କରିପାରିବେ ନାହିଁ। ସିଏ ହଷ୍ଟେଲରେ ଯିଏ ରହୁଛି ହଷ୍ଟେଲ କ୍ୟାଣ୍ଟିନ୍ରେ ଖାଇବେ। କ୍ୟାଣ୍ଟିନ୍କୁ ତ ଆମେ ଯୋଗାଇ ଦେବା ବ୍ୟବସ୍ଥା କରୁଛୁ। पेट्रोल डिजेल गैस पर्याप्त अच्छी कौन असुविधा नहीं से व्यवस्था नहीं।